उद्वेलित गोविंद भंजकर हृदय माँ मत कथा देइछंती तू पछकु फेरिकी चाहिबुनी पुओ जदि चाहिबु मते आ पाइबुनी। अनेक थर ताको अमानिया आखिटा पछकु फेरी जाउची देखिया पई पुणी मांकर से वज्र निर्घोष शब्द ताकू सतर्क करी देइची सजाग करी देइची एवं किसी बाट गला परे आज आपण जोठी देखुछंती घटना सेदिन ऊपर बेला मेघ हो जाइछि कई सारा गोविंद भंज शाल बण दे जाउछंती घोड़ा पिछिरे हठात आउ झुणु झुणु शब्द सुबिलानी ताको मनरे संदेह आसिला मा कोन रही गले कई शब्द तो शुभुनी हठात ताको अमानिया मन आ अमानिया आखिटा पछकु भूली गला कौन देखिले हठात देखिले एक पत्थर मूर्ति ही माँ तारिणी गोटे कादुओ कर्दमाक्त अंचल में माटी जो वर्षा पानी जमी कादुओ पचपच तारी भितर शाल बण गोटे शालुआ गछ तले माँ पत्थर होती सिंदूर लेपित काहे के बाजी पाइल सई काहे के बाजी पाइल सई सारा बड़ा कपतरे पत्थर होए माँ सारा बड़ा पकतरे पत्थर होए माँ पत्थर होए माँ सारा बड़ा पत्थर पत्थर होए माँ बोले भक्त वत्स भगवान की जगत जननी परम्बा घटगावासिनी तारिणी महारानी एवं गोविंद भंज माँ का पाद तले पड़ी गले भूल गला माँ भूल गला दंडिबा शक्ति जार थई से पुणी क्षमा चले शाल गछ ऊपर शून्यवाणी है गोविंद मु जो शर्त आरोप करी से शर्त तुम्हें खिलाफ करी ठीक अच्छी केन्दुझर रे रहिया पई तुमर भारी इच्छा थिला मु एठी रहिबी ये तो केउझर साम्राज्यर गोटे जगह ए जगह घटगा होची केउझर रो सीमा सरहद अंतर्भुक्त आउ केते बाट बा जाई थांती एई तो अल्प केते किलोमीटर अल्प केते माइल बा कोश होची केन्दुझर गड़ मु एठी रहिबी कारण तुम्हें पछकु फेरी चाहिल मु एठी रहिबी शर्त पूरण हैला ता छड़ा तुमर अभीष्ट मध्य पूरण होला तुम्हें चाहितिल मते एठी पूजा करिया पई केन्दुझर रे मु सेई केन्दुझर निवासी नहले मध्य घटगाँ निवासी हेले भी केन्दुझर परिसर भुक्त एठी मो पई मंदिर टे करि दियो मो ना एठी घटगाँवासिनी तारिणी हब आज एवं केन्दुझर घटगाँ होचंदी सेई तारिणी जहाँ को गोविंद भंज प्रतिष्ठा करथिले गजपति महाराज पुरुषोत्तम देवଙ୍କ समय ये होती इतिहास कथा आउ घटगाँ तारिणी पछपट थिबा लोक कथा बा किंवदंतीर कथा किंतु तात्विक दृष्टि तारिणी शब्दर अर्थ होची
ଯେ ସକଳ ବିପଦ ସକଳ ସଙ୍କଟରୁ ଆମକୁ ତାରଣ କରନ୍ତି ସେ ହେଉଛନ୍ତି ତାରିଣୀ। ଯେମିତି ଗୋବିନ୍ଦ ଭଞ୍ଜଙ୍କ ପାଇଁ ଯେମିତି ପୁରୀ ଶ୍ରୀକ୍ଷେତ୍ରରୁ ତାରିଣୀ ଯାଇଥିଲେ କେନ୍ଦୁଝର, ସେମିତି ମା ଦୁର୍ଗା ଆଉ ଜଣଙ୍କ କଥାରେ ଯାଇଥିଲେ ଦକ୍ଷିଣ ବିନ୍ଧ୍ୟ ପର୍ବତକୁ ବିନ୍ଧ୍ୟାଚଳ। ଦି ଜଣ ଭକ୍ତଙ୍କ ପାଇଁ 2 ଜଣ ଦେବୀ ତାଙ୍କ ଆସ୍ଥାନ ଛାଡ଼ିଥିଲେ। ତାରିଣୀଙ୍କର ଆଦ୍ୟପୀଠ ଥିଲା ଶ୍ରୀକ୍ଷେତ୍ର, ଗୋବିନ୍ଦ ଭଞ୍ଜଙ୍କ ପାଇଁ ସେ ଗଲେ କେନ୍ଦୁଝର। ମା ଦୁର୍ଗାଙ୍କର ଆଉ ଗୋଟିଏ ନାଁ ହେଉଛି ବିନ୍ଧ୍ୟାଚଳ। ଏକଥା ବହୁତ କମ୍ ଲୋକ ଜାଣନ୍ତି। ଠିକ ଏକାଧରଣର ଘଟଣା। ଯେମିତି ଗୋବିନ୍ଦ ଭଞ୍ଜଙ୍କ ପାଇଁ ନିଜ ମୂଳ ଆସ୍ଥାନ ସେ ଛାଡ଼ି ଯାଇଥିଲେ ତାରିଣୀ ପୁରୀକୁ, ସେମିତି ଆଉ ଜଣେ ମାତୃ ସାଧକ, ଆଉ ଜଣେ ମାତୃଭକ୍ତ ଅଗସ୍ତିଙ୍କ ପାଇଁ ମଧ୍ୟ କାଶୀ କ୍ଷେତ୍ରରୁ ଛାଡ଼ିକି ଯାଇଥିଲେ ମା ଦୁର୍ଗା ବିନ୍ଧ୍ୟାଚଳ ରୂପରେ। ଇଏ ଯେମିତି ଗୋବିନ୍ଦ ଭଞ୍ଜଙ୍କ ପାଇଁ ଯାଇଥିଲେ, ସିଏ ସେମିତି ଅଗସ୍ତିଙ୍କ ପାଇଁ ଯାଇଥିଲେ ଛାଡ଼ି କାଶୀ ବାରାଣାସୀ। ତାଙ୍କ ନାଁ ବିନ୍ଧ୍ୟାଚଳ ହେଇଥିଲା କେବଳ ଅଗସ୍ତିଙ୍କ ଯୋଗୁଁ। ଏ ଅଗସ୍ତି କିଏ? ଅଗସ୍ତି ହେଉଛନ୍ତି ଜଣିଏ ଲୋକ ଯିଏ ମା ଗର୍ଭରେ ନଥିଲେ, ବିନା ମା ଗର୍ଭରେ ବିନା ଜରାୟୁରେ ଜନ୍ମ ହେଇଛନ୍ତି ଅଗସ୍ତି। ଅଗସ୍ତିଙ୍କର ବାପା କିଏ? ମିତ୍ରା ବରୁଣ ଋଷି। ଅଗସ୍ତିଙ୍କର ମା କିଏ? କହିବାକୁ ଗଲେ ଉର୍ବଶୀ। ଦିନେ ମିତ୍ରା ବରୁଣ ଋଷି ସ୍ନାନ କରୁଥିଲା ବେଳେ ଆକାଶରେ ସୁନ୍ଦରୀ ଅପ୍ସରା ଉର୍ବଶୀକୁ ଦେଖିଲା ପରେ ତାଙ୍କର ବୀର୍ଯ୍ୟ ସ୍ଖଳିତ ହେଇଛି। ଆଉ ସେ ଋଷି ହେଉଛନ୍ତି ଜଣେ ଅମୋଘ ତିକ୍ମତେଜା ଋଷି। ବେଦପତି ବ୍ରହ୍ମା କ'ଣ କଲେ ନା ମିତ୍ରା ବରୁଣ ଋଷିଙ୍କର ସେଇ ଅମୋଘ ରେତକୁ ନେଇ ଗୋଟେ କଳସରେ ରଖିଲେ। କଳସକୁ ଆମେ କ'ଣ କହେ? କୁମ୍ଭ, ମାଠିଆ। ମାର ଜରାୟୁ ଭିତରେ ରହିବା ପରିବର୍ତ୍ତେ ସିଏ ରହିଲେ ଗୋଟେ ମାଠିଆ ଭିତରେ। ମାର ଜରାୟୁ ଭିତରେ ପିଲାଟା ବଢିବା ପାଇଁ, ଜନ୍ମ ହେବା ପାଇଁ ଯାହା ଯାହା ଦରକାର ବେଦପତି ବ୍ରହ୍ମା ତାର ସବୁ ସରଞ୍ଜାମ କରିଥିଲେ ମାଠିଆ ଭିତରେ। ଆଉ ଯଥା ସମୟରେ ସେ ମାଠିଆ ଭିତରୁ ସେ ଜନ୍ମ ନେଲେ କିଏ? ଅଗସ୍ତି। ମାଠିଆ ଭିତରୁ ଜନ୍ମ ନେଇଥିବ ତାଙ୍କ ନାଁ ହେଲା କୁମ୍ଭଜ। 1 ତ୍ରେତା ଯୁଗ ମାହି ଶମ୍ଭୁ ଗଏ କୁମ୍ଭଜ ଋଷି ପାହି। ଅଗସ୍ତିଙ୍କର ଗୋଟିଏ ନାଁ ହଉଛି କୁମ୍ଭଜ। କୁମ୍ଭରୁ ଜାତ ହୋଇଥିବାରୁ କୁମ୍ଭଜ, ଜଳରୁ ଜାତ ହୋଇଥିବାରୁ ଜଳଜ, ଝାଳରୁ ଜାତ ହୋଇଥିବାରୁ ସ୍ୱେଦରୁ ଜାତ ହୋଇଥିବାରୁ ସ୍ୱେଦଜ। ଆମେ ସମସ୍ତେ ଜରାୟୁରୁ ଜାତ ହୋଇଥିବାରୁ ମଣିଷର ନାଁ ଜରାୟୁଜ। ମାର ଜଠରରୁ ଜାତ ହୋଇଥିବାରୁ ଜଠରଜ, ଉଦରଜ, ଗର୍ଭଜ। ପଦ୍ମ ପଙ୍କରୁ ଜାତ ହୋଇଥିବାରୁ ପଙ୍କଜ। ତ ସେମିତି ଅଗସ୍ତିଙ୍କ ନାଁ କୁମ୍ଭଜ, କାରଣ କୁମ୍ଭରୁ ଜାତ ହେଇଥିଲେ। ବାପା କଥା ଯଦି କହିବା ସେ ମିତ୍ରା ବରୁଣ ଋଷି। ମା କଥା ଯଦି କହିବା ସେ ମା ତାଙ୍କୁ ଗର୍ଭରେ ଧରି ନଥିଲେ। ମାଙ୍କୁ ତାଙ୍କର ସିଧାସଳଖ ମା ସେ ନଥିଲେ, ପରୋକ୍ଷ ମା। କାରଣ ତାଙ୍କ ବାପା ମିତ୍ରା ବରୁଣ ତାଙ୍କୁ ଦେଖିଲା ପରେ ଟିକେ ଉତ୍ତେଜିତ ହୋଇଥିଲେ, ଯୋଉଥିପାଇଁ ରେତ ସ୍ଖଳିତ ହେଇଥିଲା। ଆଉ ସେଇ ଯୁକ୍ତି ଯୋଗୁ, ସେଇ ନ୍ୟାୟ ଯୋଗୁ ଅଗସ୍ତିଙ୍କ ମା କୁହାଯାଏ ଉର୍ବଶୀ, କିନ୍ତୁ ସେ ପ୍ରକୃତରେ ନଥିଲେ ତାଙ୍କ ମା। ଆଉ ଅଗସ୍ତି ଋଷି ହେଉଛନ୍ତି ମହାଜ୍ଞାନୀ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଗୋଟେ ଚଳୁରେ ସମୁଦ୍ରକୁ 7ଟାଙ୍କ ସମୁଦ୍ରକୁ ପିଇ ଦେଇଥିଲେ। ଏଇଟା ଗୋଟେ ଗପ। ମା ମାନେ ବାପା ମାନେ ପୁରାଣ ମାନଙ୍କର ଯୋଉ ଗପ ଆପଣ ଶୁଣନ୍ତି ସେ ଗୋଟେ ଅତିରଞ୍ଜିତ କଥା। ଗୋଟେ ମଣିଷ
ସାତଟାଙ୍କ ସିନ୍ଧୁକୁ ଜଣେ ପିଇବ କେମିତି? କେଡ଼େ ବଡ଼ ପେଟଟା ହେଇଥିଲା। ଆତାପି ବାତାପିକୁ ମାରିଥିଲେ ସେ ପେଟରେ ହାତ ପାଣି ବୁଲେଇ ଦି ଭାଇ ରାକ୍ଷସ। ହଁ ସେଇଟା ସମ୍ଭବ, କିନ୍ତୁ ସାତଟାଙ୍କ ସମୁଦ୍ରକୁ ଚଳୁ କରିକି ପିଇଦବା ଅଗସ୍ତ୍ୟଙ୍କ ଦ୍ୱାରା ସମ୍ଭବ କି? ସମ୍ଭବ। କୋଉ ସମୁଦ୍ରକୁ ସେ ପିଇଥିଲେ? ଜ୍ଞାନ ରୂପକ ସମୁଦ୍ରକୁ। ସବୁ କଥାର ଗୋଟେ ତତ୍ଵ ଅଛି। ଜ୍ଞାନ ରୂପକ ସମୁଦ୍ରକୁ। ସମୁଦ୍ରଟା ହଉଛି ଗୋଟେ ଜ୍ଞାନ। ସାର୍ ଆଇଜାକ୍ ନ୍ୟୁଟନ କହିଥିଲେ, I have collected a pebble of stone on the shore of knowledge. ଜ୍ଞାନ ରୂପକ ସମୁଦ୍ରର ବେଳାଭୂମିରେ ମୁଁ ଉପଳଖଣ୍ଡ ବା ବାଲି ଗରଡ଼ାଟିଏ ସଂଗ୍ରହ କରିଛି। ସମୁଦ୍ରକୁ ସାର୍ ଆଇଜାକ୍ ନ୍ୟୁଟନ କହିଥିଲେ ଜ୍ଞାନର ସମୁଦ୍ର, ସୋର୍ ଅଫ୍ ନଲେଜ। ତେଣୁ ସମୁଦ୍ରର ଆଉ ଗୋଟିଏ ନାଁ ହେଉଛି ଜ୍ଞାନ। ସମୁଦ୍ର ଯେମିତି ଅସରନ୍ତି, ଜ୍ଞାନ ସେମିତି ଅସରନ୍ତି। ତ ଜ୍ଞାନ ରୂପକ ସମୁଦ୍ରକୁ ଅଗସ୍ତ୍ୟ ଗର୍ଭସ୍ଥ କରିଥିଲେ। ତା ମାନେ ସବୁ ଜ୍ଞାନର ଗନ୍ତାଘର ଯିଏ ଥିଲେ ସିଏ ହେଲେ ଅଗସ୍ତ୍ୟ। ଏତେ ବଡ଼ ଜ୍ଞାନ। କାହିଁକି ଏତେ ବଡ଼ ଜ୍ଞାନୀ ହେଲେ? କାହା ଯୋଗୁଁ? କେବଳ ଦୁର୍ଗାଙ୍କ ଯୋଗୁଁ। ଖୁବ୍ କମ୍ ଲୋକ ଜାଣନ୍ତି ଅଗସ୍ତ୍ୟ ହେଉଛନ୍ତି ମାତୃଭକ୍ତ, ଦୁର୍ଗାଙ୍କର ଭକ୍ତ, ତାରିଣୀଙ୍କର ଭକ୍ତ। ଆଉ ସେଦିନ କ'ଣ ହେଇଛି ନା ରାମଚରିତ ମାନସରେ ମଧ୍ୟ ଏ କଥା ଆସେ। ସେଦିନ ସୂର୍ଯ୍ୟ ନାରାୟଣ ସବୁଦିନ ପରି ପୂର୍ବ ଦିଗରୁ ପଶ୍ଚିମକୁ ଆରମ୍ଭ କଲେ ତାଙ୍କର ଗତି। ଉଦୟାଚଳରୁ ଅସ୍ତାଚଳ। ପୂର୍ବ ଦିଗ ନା ଉଦୟାଚଳ, ପଶ୍ଚିମ ଦିଗ ନା ଅସ୍ତାଚଳ। ଆକାଶରେ ଯାଉଛନ୍ତି। ଦେବର୍ଷି ନାରଦଙ୍କର ନଜର ପଡ଼ିଲା। ମୁଁ ଆଜି ଗୋଟିଏ କଥା କହିବା ପାଇଁ ଯାଉଥିଲି। ଗୋବିନ୍ଦ ଭଞ୍ଜକ ଯୋଗୁଁ ତାରିଣୀ ଛାଡ଼ିଲେ ପୁରୀ, ଅଗସ୍ତ୍ୟଙ୍କ ଯୋଗୁଁ ଦୁର୍ଗା ଛାଡ଼ିବେ ଆଜି ବାରାଣସୀ। ଏକା କଥା। ଦି ଭକ୍ତଙ୍କ ପାଇଁ ମା ତାଙ୍କ ଆସ୍ଥାନ ବି ଛାଡ଼ି ଦିଅନ୍ତି। କାହିଁକି? ତାର କାରଣ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଲେ, କୁପୁତ୍ର ଜାୟତେ ପରଂ କୁମାତା ନ ଭବତି। ଏ ସଂସାରରେ ପିଲା ଖରାପ ହେଇଯାଇପାରେ, ମା କେବେ ଖରାପ ହୁଏନି। କୁମାତା ନାହିଁ। ମା ଭାରି କରୁଣାମୟୀ, ମା ଭାଇ ଦୟାମୟୀ। ସେଥିପାଇଁ ସମସ୍ତେ ଡାକନ୍ତି ମାକୁ। ମା ନାମେ ଅଛି ଅମୃତ ଭରି, ସଂସାର ସାଗରେ ସିଏ ତ ତୋରି। କଣ୍ଟାଟେ ପାଦରେ ଫୁଟିଗଲେ ପାଟିରୁ କ'ଣ ବାହାରି ପଡ଼େ? ମାଲୋ। ବାପା ଲୋକ କେହି କହନ୍ତିନି। କେହି ଯଦି ଜଣେ ଅଧେ କହୁଥିବେ, ଚମକି ପଡ଼ିଲେ ମାଲୋ। ଅର୍ଥାତ୍ ଗୋଟେ ବିପଦ ଆସିଲେ, ଗୋଟେ ଦୁଃଖ ଆସିଲେ, ଦେହକୁ ଟିକେ କାଟିଲେ, ମନକୁ ଟିକେ କାଟିଲେ, ଅଜାଣତାରେ ଆମ ପାଟିରୁ ବାହାରି ପଡ଼େ ମାଲୋ। କାହିଁକି? ମା ନାମେ ଅଛି ଅମୃତ ଭରି, ମା ନାମେ ଅଛି ଅମୃତ ଭରି, ସଂସାର ସାଗରେ ସିଏ ତ ତୋରି। ସଂସାର ସାଗରେ ସିଏ ତ ତୋରି। ମା ନାମେ ଅଛି ଅମୃତ ଭରି, নামে অমৃত ভরি। গঙ্গালো ভারি বিষম, মা জানি দে ওয়ে সুগম।
দেলে হুয়ে সুগম সুখ দুঃখ সবু তাহারি ডোরি সুখ দুঃখ সবু তাহারি ডোরি তাপি না দিয়ে সে পেয়েছি তারি তাপি না দিয়ে সে পেয়েছি তারি নামে অছি অমৃত ভরি নামে আছে অমৃত ভরি নামে আছে অমৃত ভরি সংসার সাগরে সিয়ে তোরি সংসার সাগরে সিয়ে কতারে সংসার সাগরে সিয়ে তোরি সংসার সাগরে সিয়ে তোরি অমৃত ভরি নামে আছে অমৃত ভরি নামে আছে অমৃত ভরি নামে আছে অমৃত ভরি बोले सत्यनारायण भगवती माता तारिणी महामाई की जय।